जय राधे कृष्ण। माँ भाई भौणी को मोर सादर प्रणाम। श्रीमद् भगवद गीता कथन को स्वागत जनाउछि। आज मु पढ़िबी श्लोक 21। वेदा विनाशिनं नित्यं च येन मजमभयम् कथं स पुरुषः पार्थक्यं घातयति हन्तिकम्। वेदा विनाशिनं नित्यं च येन मजमभयम् कथं स पुरुषः पार्थ कं घातयति हन्तिकम्। अनुवाद। हे पार्थ, जो व्यक्ति जाने जे आत्मा अविनाशी अज शाश्वत एवं अभय अटे से किपरि अन्य को मारी पारिब किंबा अन्यर मृत्युर कारण हेब। एठारे श्रीकृष्ण अर्जुन को पार्थ हिसाब से संबोधन जणाइछन्ति। एठारे कहिछन्ति जो व्यक्ति आत्मा विनाशिनी अजवा शाश्वत अभय अटे से व्यक्ति किपरि अन्य को मारी पारिबा अन्य मृत्युर कारण हेई पारिबा। सी ए कथा भी से व्यक्ति ए कथा जानी पारे नाही। भावार्थ। प्रत्येक पदार्थर उपयुक्त व्यवहार अछि। जो व्यक्ति पूर्ण ज्ञान लाभ करछि से जाने किपरि भाବରେ केउ स्थଳରେ कोउ पदार्थ को उपयुक्त भाବରେ व्यवहार करा जाई पारिबो। ठीक सेहीपरि हिंसार ମଧ୍ୟ व्यवहार अछि। किपरि से हिंसा को व्यवहार କରିବାକୁ ହେବ ତାହା ଜ୍ଞାନୀ ବ୍ୟକ୍ତି ଜାଣେ। ଯଦି ବିଚାରପତି ହତ୍ୟାକାରୀ ପ୍ରତି ମୃତ୍ୟୁଦଣ୍ଡ ବିଧାନ କରନ୍ତି ତଥାପି ବିଚାରପତିଙ୍କୁ ଏଥିପାଇଁ କୌଣସି ଦୋଷ ଦିଅନ୍ତି ନାହିଁ, କାରଣ ସେ ଆଇନ ଅନୁଯାୟୀ ମୃତ୍ୟୁଦଣ୍ଡ ବିଧାନ କରନ୍ତି। ମନୁସଂହିତାରେ ବର୍ଣ୍ଣନା କରାଯାଇଛି ଯେ ହତ୍ୟାକାରୀକୁ ମୃତ୍ୟୁଦଣ୍ଡ ଦିଆଯିବା ଉଚିତ, କାହିଁକି ନା ପର ଜନ୍ମରେ ସେ ଆଉ ସେ ପାପ କର୍ମ ନିମିତ୍ତ ବିଶେଷ ଦଣ୍ଡ ଭୋଗ କରିବ ନାହିଁ। ତେଣୁ ରାଜ୍ୟ ଅଧିକାରୀକୁ ଯେଉଁ ଫାଶୀ ଦଣ୍ଡ ଦିଅନ୍ତି ତାହା ବାସ୍ତବରେ ହତ୍ୟାକାରର ମଙ୍ଗଳ କରେ। ଠିକ୍ ସେହିପରି ଯେତେବେଳେ କୃଷ୍ଣ ଅର୍ଜୁନକୁ ଯୁଦ୍ଧ କରିବାକୁ କହୁଛନ୍ତି ସେତେବେଳେ ଏହା ବୁଝିବାକୁ ହେବ ଯେ ପରମ ମଙ୍ଗଳ ତାଙ୍କ ଆଦେଶ ମାନିବା ଉଚିତ, କାରଣ ସେ ଏକଥା ଜାଣି ରଖିବା ଉଚିତ ଯେ କୃଷ୍ଣଙ୍କ ନିମିତ୍ତ ଯୁଦ୍ଧରେ ବ୍ୟାକୁତ ହୋଇ ହିଂସାଚରଣ କରିବା ଆଦୌ ହିଂସା ନୁହେଁ। ଶରୀରର ମୃତ୍ୟୁରେ ଯେତେବେଳେ ଆତ୍ମା ମୃତ୍ୟୁ ହୁଏ ନାହିଁ ସେତେବେଳେ ତାହା କିପରି ହିଂସା ହେବ। ତେଣୁ ନ୍ୟାୟ ବା ଧର୍ମ ରକ୍ଷା ନିମିତ୍ତ ଏ ପ୍ରକାର ହିଂସାଚରଣ ଦରକାର। ଡାକ୍ତର ଯେଉଁ ଅସ୍ତ୍ରୋପଚାର କରେ ତାହା ରୋଗୀକୁ ମାରିବା ପାଇଁ କରେ ନାହିଁ, ରୋଗୀକୁ ଆରୋଗ୍ୟ କରିବା ନିମିତ୍ତ ବ୍ୟବହାର କରାଯାଏ। ତେଣୁ କୃଷ୍ଣଙ୍କ ନିର୍ଦ୍ଦେଶ ଅନୁଯାୟୀ ଅର୍ଜୁନ ଯେଉଁ ଯୁଦ୍ଧ କରିବେ ତାହା ପୂର୍ଣ୍ଣ ଜ୍ଞାନ ସ୍ତରରେ ରହି କରିବେ। ତେଣୁ ସେଥିପାଇଁ ପାପାଚରଣ କୌଣସି ଆବଶ୍ୟକ ସମ୍ଭାବନା ନାହିଁ। ଆଜି ମୁଁ ଏଇଠି ଭିଡିଓଟି ସମାପ୍ତ କରୁଛି। କାଲି ପଢିବି ଶ୍ଲୋକ 22। ରହୁଛି। ଜୟ ରାଧେ କୃଷ୍ଣ।